ଆଗକୁ ଚେଷ୍ଟା କରୁଛନ୍ତି ଏବଂ ଜୀବନଟା କୋଉ ପ୍ରକାର ଯାଇଛି ତାଙ୍କର ଶେଷରେ ସ୍ୱରଟିଏ ବିଦ୍ଧ ହେଲେ ଯେ ସାରା ସଚରାଚର ବ୍ରହ୍ମାଣ୍ଡର କର୍ତ୍ତା ସ୍ୱର ପାଦରେ ବିଦ୍ଧ ହେଲା ସେଥିରୁ ସ୍ୱରଟି କଢ଼ା ହେଲା କିନ୍ତୁ ତାଙ୍କର ଘା ଶୁଖିଲାନି କୁଆଡ଼େ ଯେ ସାରା ସଂସାରକୁ ଚଳିଲା ବାବା ସିଏ ଏଇଟା କରିପାରନ୍ତି ତାର କାରଣ କ'ଣ ନା ସିଏ ବି କର୍ମଫଳରେ ବନ୍ଧା ଭଗବାନ ବି କର୍ମଫଳରେ ବନ୍ଧା ପ୍ରଭୁ ଶ୍ରୀ ରାମଚନ୍ଦ୍ର ଭଗବାନ କାଲି ରାତି ପାହିଲେ ଯୁବରାଜ ପଦରେ ଅଭିଷିକ୍ତ ହେବେ ରାତି ପାହିବା ପୂର୍ବରୁ ଯେତେବେଳେ ରାତିଟା ରାତି ବୋଲି ଲାଗିନି ଅଯୋଧ୍ୟାବାସୀଙ୍କୁ ସକାଳ ଯେତେବେଳେ ଖବର ହେଉଛି ସେତେବେଳେ କେହି ଅଯୋଧ୍ୟାର ଜଗନ୍ନାରୀ 14 ବର୍ଷ କାଳ ଜୀବନମୃତ ଅବସ୍ଥାରେ କାଳାତିପାତ କରିଛନ୍ତି ପ୍ରଭୁ ତା ଠାରୁ କଷାୟ ବସନ କରିକି କହିଛନ୍ତି କଷାୟ ବସନ କରିଥିଲେ ସନ୍ନ୍ୟାସୀ ବେଶରେ 14 ବର୍ଷ ଦିନେ ଅଧୀନ କାଲି ଯିଏ ରାଜା ହେବେ ଆଜି ସେ ବନବାସୀ ପୁଣି ସନ୍ନ୍ୟାସୀ ବେଶରେ ତେଣୁ କର୍ମର ଫଳ କାହାକୁ ଛାଡ଼ିନି କର୍ମର ଫଳ ଏତିକି ହେଇଛି ଯିଏ ଯେତେ ମାୟା ମୁକ୍ତ ଯିଏ ଯେତେ ମାୟାରେ ଆସକ୍ତି ମାୟାର ଅନ୍ଧକାର ଯାହାକୁ ଗ୍ରାସ କରିନି ଯାହାକୁ ସେ ଜୀବଟିଏ ହଉ ବା ପରମ ବ୍ରହ୍ମ ହୁଅନ୍ତୁ ଯାହାକୁ ମାୟାର ଆସକ୍ତି ମାୟାର ଅନ୍ଧକାରରେ ଯିଏ ପଡ଼ିନାହାନ୍ତି ସିଏ କଷ୍ଟ ସବୁକୁ ପାର ହେବା ପାଇଁ ଅତି ସହଜ ତାଙ୍କୁ ହୁଏ କାହିଁକି ନା ବାସ୍ତବ ମାୟାର ବନ୍ଧନ ତାକୁ ବାନ୍ଧି ପାରେ ନାହିଁ ସଂସାର ନିୟମ ଅନୁସାରେ କର୍ମ ଫଳରେ ଆମେ ସମସ୍ତେ ବନ୍ଧା ସେହି କ୍ରମରେ ଦିନ ଦେବା ପାଇଁ ଯାହା ଆସିଛି ତା କର୍ମର ଫଳ ବୋଲି ଭାବିବାକୁ ପଡ଼ିବ ଏବଂ ଭଗବାନଙ୍କ ପ୍ରସାଦ ଉପରେ ଭାବି ଆମେ ସମସ୍ତେ ଆଜି ଯେଉଁଥିପାଇଁ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଆମେ ଏଠି ଉପସ୍ଥିତ ହେଇଛେ ସେହି ଦିବଂଗତ ଆତ୍ମାଙ୍କର ସଦ୍ଗତି ବିଧାନ ଉଦ୍ଦେଶ୍ୟରେ ଟିକେ ପ୍ରାର୍ଥନା କରିବା ପ୍ରଭୁ ସେହି ପରମ ବ୍ରହ୍ମଙ୍କର ପଦକମଳରେ ଯାଚନା କରିବା ପ୍ରଭୁ ତାଙ୍କୁ ଯେଉଁଠିକି ନେଇଛ ଭଲରେ ରଖ ଏବଂ ସଦାସର୍ବଦା ଏ ପରିବାରକୁ ଏ କଷ୍ଟ ଏ ଦୁଃଖ ସହିଯିବାର ଶକ୍ତି ଦିଅ ଏ ପିଲାମାନଙ୍କ ଭିତରେ ସେଇ ଯେଉଁ ସାହସ ରହିବ ଜୀବନର ସଂଘର୍ଷ ଜୀବନକୁ ମୁକାବିଲା କରିବା ପାଇଁ ଯେଉଁ ସାହସ ଦରକାର ସେ ସାହସ ଭରି ଦିଅ ମିନର୍ଭାକୁ ଏବଂ ତା ପରିବାରକୁ ପ୍ରଭୁ ସଦାସର୍ବଦା ଘଣ୍ଟ ଉଡ଼େଇ ରଖିଥାଅ ଆଶୀର୍ବାଦ କରିଥାଅ ଏ କାମନା ଗୁରୁଦେବଙ୍କର ପାଦ ପଦ୍ମରେ ଇଷ୍ଟ ଦେବାଦେବୀଙ୍କ ପାଦ ପଦ୍ମରେ ରଖି ସର୍ବେ ସତ୍ୟ ବୋଲାନନ୍ଦ